गुरुदेव कह बाबा केवल आपण को आदेश नहीं मोर पुत्र राम लक्ष्मण को ब्रह्मर्षि विश्वामित्र सहित पठाई देली गुरुदेव किंतु कौन करुथिबे मोर पिला माने केवल ए पर्यंत मो निकट को आसिले नहीं गुरुदेव अनेक दिन है मु देखुची राजा गुरुदेव सदा सर्वदा से पिला मानक कथा चिंता करुछ वशिष्ठ बोलंगी तुम्हें सुनो हरा बहु जस रखी बेटी सिया मोहर बाबा दशरथ तिथि ब्रह्मा विश्वामित्र सहित जाइछन्ति राम और लक्ष्मण बहु जस कीर्ति अर्जन करिथिबे बाबा आपण को कथा सत्य फलप्रद हेउतिबे बाबा ये हेउछन्ति सत्यानंद सत्यानंद मिथिलारू आसीछ बोधे आसो आसो ये कौन बाबा पत्र पाठ कले सब जना जीव तुम ए स्थान बस बाबा मु कहूली ना कहते गुरुदेव आपण पत्र पाठ करती पाषाणी अहल्या बाबा बहु जसा अरजिले श्रीरामला राम लक्ष्मण जाई वनस्थरे तारका राक्षस को विनाश तारका राक्षस को मोर ज्येष्ठ पुत्र रामचंद्र विनाश कर सुबाहु मारीच को विनाश कर सत्य कथा गुरुदेव पाषाणी अहल्या करिले शिव धनु मिथिला राजा बाबा दशरथ विपुल मन गौतमंकर पत्नी अहल्या अनेक काल पाषाण हो पड़ा एक कथा तो समस्ते जानती श्री रामंकर पाद लगे लेखा अच्छी पत्र पाषाणी अहल्या आज उद्धार सत्य कथा गुरुदेव गंगा नदी रे धीवर मानक से उद्धार करिछन्ति मिथिला राज्य को जाए शिव धनु भग्न करी राजर्षि जनकंकर मनोर कामना पूर्ण करिछन्ति बड़ दश कीर्तिर
ଅଧିକାରୀ ହୋଇପାରିଛନ୍ତି ମୋ ପୁତ୍ର ଏଥିରେ ଆନନ୍ଦ ହେବା କଥା। ପତ୍ର ଲେଖା ଅଛି ବିବାହ ପାଇଁ ଅପେକ୍ଷା କରିଛନ୍ତି। କାଳ ବିଳମ୍ବ ନ କରି ରାଜର୍ଷି ଜନକ ପଣ କରିଥିଲେ। ଏକମାତ୍ର କନ୍ୟା ସୀତାଙ୍କୁ ସେ ଅର୍ପଣ କରିବେ। ଯେକୌଣସି ବ୍ୟକ୍ତି ଶିବଧନୁ ଭଗ୍ନ କଲେ ତାଙ୍କର କନ୍ୟାକୁ ସେ ବିବାହ ଦେବେ। ମୁଁ ଆପଣଙ୍କ କଥା କିଛି ବୁଝିପାରିଲିନି ଗୁରୁଦେବ। ଆରେ ବାବା, ଶିବଧନୁ ଭଗ୍ନ କଥା କହୁଛନ୍ତି। ଲକ୍ଷ ଲକ୍ଷ ରାଜା ମାନଙ୍କୁ ନିମନ୍ତ୍ରଣ କରିଥିଲେ ଜନକ। ମିଥିଳା ରାଜର୍ଷି ଜନକ ଶିବଧନୁ କେହି ଭଗ୍ନ କଲେ ନାହିଁ ବାବା। ତେବେ ଏଇ ଅଯୋଧ୍ୟାର ସୂର୍ଯ୍ୟ ବଂଶର ପ୍ରଦୀପ ରାମଚନ୍ଦ୍ର ଶିବଧନୁ ଭଗ୍ନ କରି ଯଶ ଅର୍ଜନ କରିଛନ୍ତି। ଏଇ ଗୁଣ ସତ୍ୟ କଥା ଗୁରୁଦେବ। ଏସବୁ କଥା ପତ୍ରରେ ଲେଖା ଅଛି। ନିଜେ ନାତି ଟୋକା ହବ। ତୁମର ପ୍ରିୟ ରାମଚନ୍ଦ୍ର ନିଜେ ଲେଖିଛନ୍ତି ବାବା। ମୋ ପୁତ୍ର ରାମଚନ୍ଦ୍ର କେବଳ ତମର ଆଦେଶକୁ ଅପେକ୍ଷା। କାଳ ବିଳମ୍ବ ନ କରି ଏଇ ମୁହୂର୍ତ୍ତରେ ମିଥିଳା ରାଜ୍ୟକୁ ଯିବାକୁ ହେବ। ଏଇ ମୁହୂର୍ତ୍ତରେ ଆମକୁ ମିଥିଳା ଯାତ୍ରା କରିବାକୁ ପଡିବ। ହେଲେ ବାବା, ଏ ହେଉଛନ୍ତି ଜଣେ ମହାନ ବ୍ୟକ୍ତି। ପୂଜା ଉଜା କରିବା ତମର ନିଶ୍ଚୟ। ଆପଣ ଠିକ କଥା କହିଛନ୍ତି ଗୁରୁଦେବ, ଆପଣ ଠିକ କଥା କହିଛନ୍ତି। ସିଧା ଶୁଣିନ ଦଶରଥ ତୋଷ ହେଲେ ତୋଷ ହେଲେ ମିଥିଳାକୁ ଯିବେ ବୋଲି ବାହାର ହୋଇଲେ ସେ ହେଉଛନ୍ତି କି ଜାଣ, ଗୌତମଙ୍କର ପୁତ୍ର। ଗୌତମଙ୍କ ପୁତ୍ର ତାଙ୍କର ପୂଜା ବିଧି କରିବା ଆବଶ୍ୟକ। ଗୌତମ ସୁତ ସେ ପୂଜା ବିଧି କଲେ ବିଧି କଲେ ଚତୁରଙ୍ଗ ବଳ ଘେନି ବାହାର ହୋଇଲେ ସେ ଗୁରୁଦେବ, ଆଉ କାଳ ବିଳମ୍ବ ନ କରି ଯେତେ ଶୀଘ୍ର ହେଉନା କାହିଁକି ଆମକୁ ମିଥିଳାକୁ ଯିବାକୁ ହେବ। ହଁ, ପାତ୍ର ମନ୍ତ୍ରୀ ଆଉ ଭରତ ଶତ୍ରୁଘ୍ନ ଏମାନଙ୍କୁ ସାଥିରେ ଧରି ଆମେ ମିଥିଳାକୁ ଯାତ୍ରା କରିବାକୁ ଯିବୁ। ଚାଲନ୍ତୁ ଗୁରୁଦେବ, ଚାଲ ବାବା।